हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो जसवन्तानन्दं बलराम नमो नमः बलराम नमो नमः। बोली महापुरुष अच्युतानंद जी की शुद्धि जनी ज्ञानी गुणी मंडली आज अध्यायर आलोचना को आपण मानक स्वागत जनाऊँ। आज मालिका वचन आलोचन आम आलोचना करने को जाऊँ महापुरुष शिशु अनंत मालिकार नाम है कलिजुग मालिका। इथिरे आगु को कौन घटब 22 रे कौन घटब कौन कही आलोचना करुले महापुरुष कहले ग्रामी गोलगुंडा मदन भुसुंडा अण घरुआ घरुआ अण घरुआ जेतिक थे आगु से सब घरुआ हो परिस्थिति जोगु परिवेश वर्तमान जोगु सांप्रतिक परिस्थिति जोगु एवं वातावरण जोगु से सब घरुआ हो बाट जे अबाट अबाट जे बाट आगु को जो जीवाई लोक मैंने यातायात में बाट पड़ी वर्तमान 21 शताब्दी आप देखु विभिन्न बाट से अमकी जगह जाइली 5 वर्ष तले जाइली भुवनेश्वर कि गला बाट पाइली बाट पाइली से जगह को जाए कौटे केते कौन परिवर्तन हो गला तेणु बाट सब अबाट होबाट गुड़िक बाट हम ये परिस्थिति ये 22 समय रे ही 22 ठारू देखा देव। संकेत बारेणी मने था जानी जुगले उठाणी बेला पटपुट ध्याई अच्युति पामर ग्रंथ करई प्रचार हे सुजने ग्रंथ करई प्रचार हे सुजने ग्रंथ करई प्रचार। चकड़ा मड़ान ग्रंथ रे अच्युतानंद से कथा कहली कहले एगुड़िक आपण जिते देखिए ये घटना घटबार आम संसार जंजाल भितर अच्छे तेल लुण संसार भितर आम परिवार चलाऊे नुहे सका उठी राति शोवा पर्यंत पैसा रोजगार में लगे धनजे बोले रुपया टंका कुछ नहीं जाना खाली हाथ जाना होगा इस बात को समझना। ये शास्त्र कथा आम जानीचे शुणीचे सब मन रखीचे घोषीचे तो कला सब उल्टा जाऊनी कला बेलू सब आगे सब कम लगेला सब उल्टा कौचे पार्टी रे धनजे बोले रुपया टंका बुझीचे आगे बुझीचे बुझी ना समस्ते महापुरुष लिखिते परा ओर कली काल निश्चय पड़ब ज्ञानी हेबे बाट पणा परिणाम जेउ अमीय अमृत काहाकु नथिब जना हे सुजने काहाकु नथिब जना हे सुजने काहाकु नथिब जना। महापुरुष कहले कहले बाबू रे ये आगो अज्ञानी किए अच्छा ना लिखिते मालिकारे समस्ते अपाठुआ सबू समस्ते लिखिबे सबू लिखिबे अक्षर समस्ते अक्षर लिखिबे जहाँकि
ସର୍ବଶିକ୍ଷା ଅଭିଯାନ ମାଳିକା 600 ବର୍ଷ ତଳେ କାଗଜ କଲମ ନଥିଲା ତାଳପତ୍ର ଲେଖନୀରେ ଲେଖିଥିଲେ ମହାପୁରୁଷ ମାନେ ଯାହା କହିଲେ ଆଉ ଅପାଠୁଆ ହେଇ କେହି ନ ରହିବେ ସର୍ବେ ଲେଖିବେ ଅକ୍ଷର କହିଲେ ଏଭଳି ଦିନେ ସମୟ ଆସିବ ହେ ରାମଚନ୍ଦ୍ର ତୁମେ ଦେଖିବ ଅପାଠୁଆ ହେଇକି ସଂସାର କେହି ନଥିବେ ବହୁତ ପୁରା କାଳରେ ଆଜକୁ 200-300 ବର୍ଷ ତଳକୁ ଯଦି ଆମେ ଯିବା ଆପଣ ଭାବୁନାହାନ୍ତି ସେତେବେଳେ ପାଠ ସାଠ ଉପରେ ଏତେ ଗୁରୁତ୍ୱ ଦିଆଯାଉଥିଲା ନା ଚାକିରି ବାକିରି ଲୋକ କରିବାକୁ ପସନ୍ଦ କରୁନଥିଲେ ପାଠ ପଢ଼ିକିରି ଚାକିରି କରିବ କାହିଁକି ଆମର ଧାନ ଚାଷ ହବ 5 ମାଣ ସମ୍ପତ୍ତି 5 ମାଣ ଚାଷ ଜମି ତାକୁ ଛାଡ଼ି ଦେଇକି ଯିବ ଗୋଟେ ଚାକିରି କରିବାକୁ କେହି ପଇସା ମିଳିବ କହୁନ କ'ଣ ଦରକାର ସେତେବେଳେ ଚାକିରି ପାଇଁ ଘର ଘର ବୁଲିକି ଆସ ଚାକିରି କରିବ ଆସ ଚାକିରି କରିବ କି କରୁନଥିଲେ ସହଜେ ନାଇଁ ଏଇକିଣା ଚାକିରି ପଛରେ ଗୋଡ଼େଇছে ଗୋଟେ ଯଦି ପୋଷ୍ଟ ବାହାରିଲା ଗୋଟେ ପୋଷ୍ଟ ପାଇଁ ଏଇକିଣା 5,000 10,000 ଆପ୍ଲିକାଣ୍ଟ ନାଇଁ ବାହାରୁଛନ୍ତି 8 10,000 15,000 20,000 50,000 ପର୍ଯ୍ୟନ୍ତ ସେତେବେଳେ ଚାକିରି ଗୋଡ଼ଉଥିଲା ଏଇକିଣା ଚାକିରି ପଛରେ ମଣିଷ ଗୋଡ଼ଉଛନ୍ତି ମହାପୁରୁଷ ସେଇ କଥା କହିଲେ ବାବୁରେ ସର୍ବେ ଅପାଠୁଆ ହେଇ କେହି ନ ରହିବେ ସର୍ବେ ଲେଖିବେ ଅକ୍ଷର କହିଲେ ସମସ୍ତେ ଦିନେ ଅକ୍ଷର ଲେଖିବେ ଏମିତି ଗୋଟେ ଆଇନ ଆସିବ ଏମିତି ଗୋଟେ ନିୟମ ଆସିବ ସମସ୍ତେ ଅକ୍ଷର ଲେଖିବାକୁ ବାଧ୍ୟ ହେବେ ବର୍ତ୍ତମାନ ଦେଖନ୍ତୁ ଆଧୁନିକ ଯୁଗରେ ଆଧୁନିକ ସଭ୍ୟତାରେ ତାହା ହେଇଛି ସର୍ବଶିକ୍ଷା ଅଭିଯାନ ଆସିଛି 600 ବର୍ଷ ତଳର ଭବିଷ୍ୟତ ଆଜି କେତେ ସତ ହେଇଛି ଏଇଥିରୁ ଆପଣ ଅନୁମାନ କରନ୍ତୁ ତେଣୁ ସେଇ କଥା କହିଲେ ସମସ୍ତେ ପାଠୁଆ ସମସ୍ତେ ଜ୍ଞାନୀ ହେଲେ କ'ଣ ହବ ଅସୁବିଧା କ'ଣ ହେଇଛି ବୋଲି ମହାପୁରୁଷ ଶିଶୁ ଅନନ୍ତ କି ସମସ୍ତେ ତ ପାଠୁଆ ସମସ୍ତେ ତ ଜ୍ଞାନୀ ତାହେଲେ ଅସୁବିଧା କ'ଣ ହେଇଛି ମହାପୁରୁଷ ଆପରେ ଭବିଷ୍ୟତବାଣୀ କରିଛନ୍ତି ଯେ ପାଠୁଆ ହେଇଗଲେ କ'ଣ ହବ ରକ୍ଷକ ଭକ୍ଷକ ହେବେ ଘୋର କଳି କାଳେ ବାବୁ ଘୋର କଳି କାଳେ ସର୍ବେ ପୁଣି ନାଶ ଯିବେ ପ୍ରଳୟର ଜଳେ ବାବୁ ପ୍ରଳୟର ଜଳେ ସମସ୍ତେ ପାଠୁଆ ହେଇଯିବା ଦ୍ୱାରା ଯେଉଁମାନଙ୍କ ହାତରେ ପାଠୁଆଙ୍କ ହାତରେ ରକ୍ଷା ଦାୟିତ୍ୱ ଦିଆଯିବ ରହିଲା ଧନ ସମ୍ପତ୍ତି ଏସବୁ ଦାୟିତ୍ୱ ଏସବୁ ଅଫିସ୍ ଏସବୁ ଚାର୍ଜ ଏସବୁ ଦିଆଗଲା ତୁମ ଉପରେ ତୁମେ ଏ ଡିପାର୍ଟମେଣ୍ଟର ତୁମେ ସେ ଡିପାର୍ଟମେଣ୍ଟର ମୁଖ୍ୟ ତୁମେ ସେ ଡିପାର୍ଟମେଣ୍ଟର ମୁଖ୍ୟ ସେ ଡିପାର୍ଟମେଣ୍ଟର ମୁଖ୍ୟ ବିଭିନ୍ନ ଡିପାର୍ଟମେଣ୍ଟ ସରକାରଙ୍କର ଅଛି ତୁମେ ଏସବୁ ମୁଖ୍ୟ ହେଇକି ରହିଲ ତେଣୁ ଯିଏ ରକ୍ଷା ଦାୟିତ୍ୱ ଯାହାଙ୍କୁ ଦିଆଗଲା ମୁଖ୍ୟ କରିକିରି ମହାପୁରୁଷ କହୁଛନ୍ତି ରକ୍ଷକ ଭକ୍ଷକ ହେବେ ଘୋର କଳି କାଳେ ସେ ପାଠୁଆ ମାନେ ଜ୍ଞାନୀ ମାନେ ସେ ଭକ୍ଷକ ହେବେ ଆଉ ହେଲେ ସର୍ବେ ପୁଣି ନାଶ ଯିବେ ପ୍ରଳୟର ଜଳେ ହେଲେ କ'ଣ ହବ ଅସୁବିଧା ହଉନି ତାଙ୍କର ହଉଛି ହବ ତେଣୁ ମହାପୁରୁଷ କହିଲେ ଘୋର କଳି କାଳ ଥୟ ନ ରହିବ ଜ୍ଞାନୀ ହେବେ ବାଟବଣା ଯେତିକ ଜ୍ଞାନୀ ମାନେ ସେମାନେ ଆଜି ସବୁ ବାଟବଣା ନାଇଁ ହରିନାମ ଯେଉଁ ଅମିୟ ଅମୃତ କାହାକୁ ନଥିବ ଜଣା ଧର୍ମ ବାଟରେ ଆଧ୍ୟାତ୍ମ ବାଟରେ ଈଶ୍ୱର ଆରାଧନା ବାଟରେ ଆଉ କିଏ ଅଛନ୍ତି ନା ତେଣୁ ମହାପୁରୁଷ ସେଇ କଥା କହୁଛନ୍ତି ସମୟ ଥିଲା ବେଳ ଥିଲା ସେଇଭଳି ପରିସ୍ଥିତି ସଂସାରେ ଉପୁଜୁଥିଲା କିନ୍ତୁ ବର୍ତ୍ତମାନ ତାହା ପରିବର୍ତ୍ତିତ ହେଇଛି ବୋଲି ସଂକେତ ବାରେଣୀ ମନେ ଥାଅ ଜାଣି ଯୁଗ ନେଉଟାଣି ବେଳା ବଟପୁଟ ଧ୍ୟାଇ ଅଚ୍ୟୁତି ପାମର ଗ୍ରନ୍ଥ କରାଇ ପ୍ରଚାର ହେ ସୁଜନେ ଗ୍ରନ୍ଥ କରାଇ ପ୍ରଚାର ହେ ସୁଜନେ ଗ୍ରନ୍ଥ କରାଇ ପ୍ରଚାର ये सबु संकेत बारेणी मने थाओ जानी जुग लेउटाणी बेल ये सब संकेत बाट बाट हवा पुणी बाट ये हवा ये सब संकेत ये सब सूचना आपण मन भितर जानी थांतु हे ज्ञानी गुणी मंडल आओ जुग लेउटाणी बेल ये कौन ये संकेत गुड़िक कौन ना ये जुगर लेउटाणी बेल बुझिले जुग परिवर्तन जहाँ जुग परिवर्तन बेल बोली कहते बटपुट ध्यायी अच्युति पामर ग्रंथ करई प्रचार से बटपुट ध्यायी की अच्युत महापुरुष ये ग्रंथर प्रचार कर मालिकार नाम है चकड़ा मडाण से दिन बिलाते चमक पड़ब मरिबे गोरु महिषी विद्यालय छात्र युद्ध विद्या शिखी
କରିବେ ବହୁ ଅନୀତି। করিবে বাহু অনীতি হে সুজনে করিবে বহু অনীতি করিবে বহু অনীতি হে সুজনে করিবে বহু অনীতি। ମହାପୁରୁଷ କହିଲେ ସେଦିନ ବିଲାତେ ଚମକ ପଡ଼ିବ ମରିବେ ଗୋରୁ ମଇଁଷି। ବିଦ୍ୟାଳୟ ଛାତ୍ର ଯୁଦ୍ଧ ବିଦ୍ୟା ଶିଖି ଛାତ୍ରମାନେ ଛାତ୍ର ସଂଗଠନ ଏମାନେ ଯୁଦ୍ଧ ବିଦ୍ୟା ଶିଖିକିରି କ'ଣ କରିବେ ବହୁ ଅନୀତିରେ ଲିପ୍ତ ହେବେ। ତେଣୁ ସେଇଥିପାଇଁ କହିଛନ୍ତି କହିଲେ 22 ଅଙ୍କରେ ରୁଧିରା ଧାରା ବହିବ ମେଦିନୀରା ଧାରା বহিব মেদিনীর ভারা বহিব মেদিনীর। 22 ଅଙ୍କରେ ରୁଧିର ଧାରା ବହିବ ମେଦିନୀର। ଏ 22ରେ କ'ଣ ହବ ନା ଏଇ ଯୋଉ ହାତେ ଧରି ଖଣ୍ଡା ମଦନ ଭୂଷୁଣ୍ଡା ମାତି ଯିବେ ଗଣ୍ଡା ଗଣ୍ଡା ଯୁଦ୍ଧର ବିଭୀଷିକା ଧୀରେ ଧୀରେ ଦେଖାଦେବ। ସୁଧିୟାନୀ ଜ୍ଞାନୀଗୁଣୀ ମଣ୍ଡଳୀ ତୃତୀୟ ବିଶ୍ୱଯୁଦ୍ଧ ଯାହା କୋଉ ଯୁଦ୍ଧ ନା ତୃତୀୟ ବିଶ୍ୱଯୁଦ୍ଧ ଆମେ ଆଲୋଚନା କରିଛେ। 22 ଠାରୁ ହିଁ ଧୀରେ ଧୀରେ ସଂକେତ ଆପଣ ପାଇବେ ଧୀରେ ଧୀରେ ସେଭଳି ପରିସ୍ଥିତି ଉପୁଜିବ। ଅତୀତରେ ଆଲୋଚନା କରିଛେ କିନ୍ତୁ ମହାପୁରୁଷଙ୍କର ମୀନ ଶନି ବେଳେ ସେତେବେଳେ ଜୋରରେ ହେବ କିନ୍ତୁ 22 ଠାରୁ ତାର ଶୁଭାରମ୍ଭ ହେଇଯିବ। ସେଥିପାଇଁ କହିଲେ 22 ଅଙ୍କରେ ରୁଧିର ଧାରା ବହିବ ମେଦିନୀର। ଆଉ ଉତ୍ତରେ ହେବ ଗୋଳା ମାତ ଉଦ୍ଭବ ହୋଇ ବେଦଇତା ଉଦ୍ଭବ ହୋଇ বেদায়িতা উদ্ভব হই বেদায়িতা। କ'ଣ କହିଲେ ଉତ୍ତରେ ହେବ ଗୋଳଜାତ ଉଦ୍ଭବ ହୋଇବେ ଦଇତ। ସଂକେତରେ ମହାପୁରୁଷ କହିଛନ୍ତି ଆପଣ ବୁଝିବେ। ଆମେ ନାଁ କହୁନୁ ଅଞ୍ଚଳ ନାଁ କହୁନୁ କିନ୍ତୁ ଆପଣ ଧରିବେ ଏଇ 22 ସମୟରେ ଉତ୍ତରେ ହେବ ଗୋଳଜାତ ଗୋଳଜାତ ହେବ ଆଉ ଉଦ୍ଭବ ହୋଇବେ ଦଇତ। ଦଇତ କହିଲେ କ'ଣ ରାକ୍ଷସ। ରାକ୍ଷସ କହିଲେ ସେମିତି କ'ଣ ବଡ଼ ବଡ଼ ସିଂହ କଦାକାର ରୂପ ରାକ୍ଷସ ସ୍ୱଭାବ ଅର୍ଥାତ୍ ଜୋର ଜବରଦସ୍ତ। ମହାପୁରୁଷ କହିଛନ୍ତି ଜୋର ଜବରଦସ୍ତ ଏଭଳି ବାଡ଼ି ଆସିବେ। ଏ କଥାକୁ ମହାପୁରୁଷ ସୂଚନା ଦେଇ କହିଛନ୍ତି ସଂକେତରେ ଆମେ ବୁଝେଇଲୁ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜୀ କି। ପୁଣି କ'ଣ କହିଲେ ଯେ ଏକରା ଶିରେ ଶପଥାଗ୍ରହ ମିଳନ ହୋଇ ବେନିଶାୟ মিলন হইবে নিশ্চয় মিলন হইবে নিশ্চয়। ଏକ ରାଶିରେ ସପ୍ତଗ୍ରହ ମିଳନ ହୋଇବେ ନିଶ୍ଚୟ। ବୋଲେ ଗୋଟିଏ ରାଶିରେ 7ଟା ଗ୍ରହ ମିଳନ ହେବେ ଯାହାକୁ 64 ପଟଳରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ମାଳିକାର ନାମ ହେଲା 64 ପଟଳ। ଏ 64 ପଟଳରେ ସେ ଲେଖିଛନ୍ତି ଏକ ରାଶିରେ ଯେ ଶପଥ ଗ୍ରହ ମିଳନ ହୋଇବେ ଯେଉଁ ମହାଦୁର୍ଭିକ୍ଷ ସେ କାଳରେ ପଡ଼ଇ ତୋତେ କହିଲି ଆଗହୁଁ তোতে কহিবি আগহু হে সুজনে তোতে কহিবি আগহু ତୋତେ କହିଲି আগহু হে সুজনে তোতে কহিলি আগহু। ମାଳିକାର ନାମ ହେଲା 64 ପଟଳ। ଅଚ୍ୟୁତ କହୁଛନ୍ତି ରାମଚନ୍ଦ୍ରରେ ଏକ ରାଶିରେ ଯେ ଶପଥ ଗ୍ରହ ତ ମିଳନ ହୋଇବେ ଯେଉଁ ଗୋଟିଏ ରାଶିରେ ଯେତେବେଳେ 7ଟା ଗ୍ରହ ମିଳନ ହୁଅନ୍ତି ଯାହାକୁ ସପ୍ତଗ୍ରହ କୂଟ କୁହାଯାଏ। ଯଦି ପଞ୍ଚଗ୍ରହ ମଧ୍ୟ ମିଳନ ହୁଅନ୍ତି ତାହେଲେ ସେତେବେଳେ କ'ଣ ହୁଏ ମହାଦୁର୍ଭିକ୍ଷ ସେ କାଳରେ ପଡ଼ଇ ତୋତେ କହିଲି ଆଗହୁଁ। ମହାଦୁର୍ଭିକ୍ଷ ପଡ଼େ। ଆଉ କ'ଣ ହୁଏ ଯାହାକୁ ମହାପୁରୁଷ ବ୍ୟାସ କହିଛନ୍ତି
कहले एक रासौ जदि पंच षट बा सप्त ग्रहा सम्मिलिता भवन्ति एक रासौ जदि पंचग्रह षटग्रह बा सप्तग्रहा सम्मिलिता भवन्ति सम्मिलित जेतବେଳେ हुअन्ति पंच षट बा सप्तग्रह ताले कौन हुई ज्ञानी गुड़ी मंडली कौन हुई ना सेतेबेले राष्ट्रस्य भंगो नृपते विनाश स्तद्राशिलानां मरणं ध्रुव स्यात् कौन सेतेबेले हुई ना राष्ट्रस्य भंगो अर्थात युद्धर विभीषिका सृष्टि ही राष्ट्र राष्ट्र भितरे देश देश भितरे बुझिले राज्य राज्य भितरे ये युद्धर परिस्थिति लागे सी घरे हेउ बा बाहरे हेउ ये पिंडरे हेउ बा ब्रह्मांडरे हेउ महापुरुष को सेतेबेले राष्ट्र से भंगो भांगी जाए राष्ट्र देश भांगी जीव ग्राम भासी जीव ये भली परिस्थिति सृष्टि हुई आउ नृपते विनाश तो नृपति माने महापुरुष लिखिछन मालिका नृपति माने राजा माने अर्थात से भली कौन मान्य गण्य व्यक्ति से भली कौन उच्च पदाधिकारी व्यक्ति से भली कौन महान व्यक्ति कर विनाश हो जाए संसार रे यदि सप्तग्रह गोटे राशि रे मिलन हो जीवे तेणु से कथा कहले कि एक राशि रे सप्तग्रह मिलाना होई बेनिसाया मिलना होई बेनिसाया मिलना होई बेनिसाया ई समय एक राशि रे सप्तग्रह मिलन हब मिलन हेले ई भली घटना घटिब आउ मीन भाद्रवसावर्ती माहुरा प्रकाशिब कीर्ति माहुरा प्रकाशिब कीर्ति माहुरा प्रकाशिब कीर्ति मीन भाद्रव बसवर्ती ये घटना से घटब आउ मीन भाद्रव बसवर्ती मीन मास एवं मेष वृष मिथुन कर्कट सिंह कन्या तुला बिछा धनु मकर कुंभ मीन वैशाख ज्येष्ठ आषाढ़ श्रावण भाद्रव आश्विन कार्तिक मार्गशीर पौष माघ फाल्गुन चैत्र मास से भाद्रव ये बसवर्ती हो इमिति परिस्थिति आसब एकाकार हेबे से समय परिस्थिति ए समय देखादेव आओ माहुर प्रकाशिब क्षिति पृथ्वी रे देखादेव कहले भैरवी स्वप्ने हेबे ख्यात भ्रांति ते जीवे मोरा भक्ता भ्रांति ते जीवे मोरा भक्ता भ्रांति ते जीवे मोरा भक्ता भैरवी स्वप्ने हेबे ख्यात स्वप्न रे अनेक थिबे स्वप्न रे से भैरवी मूर्ति की देखिबी आउ भ्रांति तेजीबे सर्वभक्त मो भक्त माने सर्वभक्त माने को मन रे जदि भ्रांति थिबो कहते तो मन में किसी भ्रांति अच्छी कि ये जो कथाटा कहली ये जो आलोचनाटा है या विषय तो मन में किसी भ्रांति आसुची कि ना तेणु ये कथा उपर भक्त मानकर भ्रांति रही जदि भैरवी जो स्वप्न देखादेवे ये संकेत जानवे हाँ ये कथा निश्चित सत हो सर्वभक्त माने मनर भ्रांति दूर हो जे अबा करने संभाइबा राजपथरे क्षय जीवा राजपथरे जय जीवा राजपथरे क्षय जीवा जिओबा कर्णे संभाइबा जी मैंने कान शुणवे डाक शुणवे महापुरुष कहते राजपथरे क्षय जीवे राजपथरे रास्तार जाऊे शुणिला क्षणी से टली पड़े से क्षय हो
କେଉଁ ସମୟରେ 22 ସମୟରେ 22 ମସିହାରେ ଏଭଳି ଘଟଣା ଗୁଡ଼ିକ ସଂସାରରେ ଘଟିବ। ତେଣୁ ହେ ସୁଧୀଜାନି ଜ୍ଞାନୀ ଗୁଣିମଣ୍ଡଳୀ, ଆଜି ତ ସମୟ ହେଇଛି, ଆସନ୍ତା ଅଧ୍ୟାୟରେ ବିଷୟ ଆମେ ଆଲୋଚନା କରିବା। ଆସନ୍ତୁ ଆଜି ପାଇଁ ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ। କିନ୍ତୁ ତା ପୂର୍ବରୁ ଜଣେ ଭକ୍ତର ନାଁ କହିବା। କିଏ ସେ ଭକ୍ତ, କ'ଣ ତାର ନାଁ, କୋଉଠି ତାର ଜନ୍ମ? କହିଲେ କୋଶମଣ୍ଡଳରେ ଭକତ ଥିବ, କୋଶମଣ୍ଡଳରେ ଭକତ ଥିବ, ଜାତିରେ ବ୍ରାହ୍ମଣ ନାମ ବାବନ, ଜାତିରେ ବ୍ରାହ୍ମଣ ନାମ ବାବନ, ସେ ଯେ ଭକତ ମାନଙ୍କର ଲାଭ, ସେ ଯେ ଭକତ ମାନଙ୍କର ଲାଭ, ତ୍ରିଗୁଣ ଭକତ ବଡ଼ ଉତ୍ତମ। ତ୍ରିଗୁଣ ଭକତ ବଡ଼ ଉତ୍ତମ। ଗାଁ ନାଁ ହେଲା କୋଶମଣ୍ଡଳରେ। କୋଶମଣ୍ଡଳ ଗାଁରେ ବ୍ରାହ୍ମଣ ଜାତିରେ ବାବନ ନାମର ଜଣେ ଭକ୍ତ ଜନ୍ମ ହୋଇଥିବ। ଥିବ କହିଲେ ସେ ସମୟରେ ଥିବ, ବୁଝିଲେ। ଏ ଭକ୍ତ ହୁଏତ ଜାଲି ଯାଇଥିବେ, କି ସେତେବେଳେ ହେଇକି ପଡ଼ି ଯାଇଥିବେ, କି ସେତେବେଳେ ଥିବେ। ଏ କଥା ମହାପୁରୁଷ ଲେଖିଛନ୍ତି। ତେଣୁ ହେ ସୁଧୀଜାନି, ଭକ୍ତ ନାଁ ଆପଣ ଲେଖି ରଖନ୍ତୁ, ଗାଁ ନାଁ ଲେଖି ରଖନ୍ତୁ। ଯାଇକି ଭକ୍ତ ଯଦି ଥିବେ ତ ଦର୍ଶନ କରିବେ, ନହେଲେ ସେ ସମୟରେ ଯଦି ଚାଲି ଯାଇଥିବେ ଜନ୍ମ ହେଇକିରି, ତାହେଲେ ତାଙ୍କ ସ୍ଥାନ ସେ କ୍ଷେତ୍ର ଟିକେ ଆପଣ ଦର୍ଶନ କରନ୍ତୁ, ଠାବ କରନ୍ତୁ। ସମୟ ହେଇଛି ବାଣୀକି ବିରାମ ଦେବା। ସେ ପ୍ରଭୁଙ୍କର ନାମ ନେଇ ହରି ହରି ଘୋଷା ପାପ ତାପ ନାଶ, ଶରଣ ସରୋଜ ପାଦେ, ଶରଣ ସରୋଜ ପାଦେ। ଏଥୁ ବଳି ଭାବ ଆଉ ନ ମିଳିବ, ନ ମିଳନ୍ତି ହରି ବେଦେ, ନ ମିଳନ୍ତି ହରି ବେଦେ। ହରି ବୋଲ ହରି ବୋଲ, ହରି ହରି ବୋଲ, ହରି ବୋଲ ହରି ବୋଲ, ହରି ହରି ବୋଲ। କେଶବ ମାଧବ ଗୋବିନ୍ଦ ବୋଲ, ହେ କେଶବ ମାଧବ গোবিন্দ বল। রাধে হরি বল হরি বল, হরি হরি বল, হরি বল হরি বল, হরি হরি বল। ସୁଧୀଜାନି ଆଜି ପାଇଁ ବିଦାୟ ଦିଅନ୍ତୁ। ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ। ହରି ଓମ୍ ଶାନ୍ତି ଶାନ୍ତି ଶାନ୍ତି, ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।